ଭାଇ ଏଇଟା ଗୋଟେ ସତ କଥା ହେଲା। ମେସିନ୍ ଜଣେ ଯଦି 8-9 ଘଣ୍ଟା ଚଲେଇବ ସେତେ କଷ୍ଟ ଲାଗିବନି, ହେଲେ ମାର୍ଚିଂ କରିବାଟା ଭାରି କଷ୍ଟ ଲାଗିବ ହେଲା। ତମେ ବିଶ୍ୱାସ କରିବନି, ମୁଁ ସକାଳୁ ଏପର୍ଯ୍ୟନ୍ତ ଖାଲି ମାର୍ଚିଂ କରୁଛି। ଯାଇଥିଲି କମ ମେଣ୍ଟାଲ ଗୋଟେ ଟ୍ରିପ୍ ଲୋଡ଼ ଦେଲି ହେଲା, ସେଠି ଦୂର ବାଟରେ ପଡ଼ିଛି। ପୁଣି ସେଠୁ ଆସିଲି, ଗଲି ଏଠି ଅଳ୍ପ ଟିକେ କ'ଣ ପ୍ଲେଟ୍ ଗୋଟେ ଫସି ଯାଇଥିଲା, ତାକୁ ଯାଇ ଉଠେଇଲି। ତାପରେ ପୁଣି ଏବେ ଆଜି ବାଲି ଆଉ ଗୋଡ଼ି ଲୋଡ଼ ଦେବାକୁ ମାର୍ଚିଂ। ବାଲି ଗୋଡ଼ି ଲୋଡ଼ ଦେଇ ସାରିଲା ପରେ ପୁଣି ଯିବି ବ୍ୟାଗ୍ ଫିଲିଂ କରିବାକୁ। ମାନେ ଗୋଟେ ଜାଗାରେ କାମ ମୋର ହେଉନି, ଏଠୁ ଟିକେ ସେଠୁ ଟିକେ, ଏ କାମ ଟିକେ ସେ କାମ ଟିକେ, ଏଇ ପ୍ରକାର ହେଲା। ଆଉ ଗୋଟେ ଜାଗାରେ ସିନା କାମ କଲେ ଟିକେ ଭଲ ଲାଗିବ। ମୁଁ ତ ସିଆଡ଼େ କାମ କରିଥିବି, ଦେହ କଟିଂ କରିଥିବି, ବାଲି ଗୋଡ଼ି ସରିଗଲା, ଆସିଲୁ ଟିକେ ବାଲି କି ଗୋଟେ ଗୋଡ଼ି ଲୋଡ଼ ଦେଇଦେଲୁ। ମାନେ ମୁଁ ପୁଣି ଏଠୁ 100 ମିଟର ପାଖାପାଖିରୁ ମାର୍ଚିଂ କରିକି ଆସିବି। ମାନେ କହି ହେଉନି କି ସହି ହେଉନି, କ'ଣ କରିବା। କଥାରେ ନାହିଁ, ପାଣି ଭିତରେ ଘର କରି ଯଦି କୁମ୍ଭୀରକୁ ଡରିଲେ ହେବ କି, ସେଇ ପ୍ରକାର। ମାନେ କମ୍ପାନୀ ଭିତରେ କଣ୍ଟ୍ରାକ୍ଟରକୁ ମେସିନ୍ ଦେଇ ଯଦି ତୁମେ ମାର୍ଚିଂ କରିବାକୁ ଡରିଲେ ହେବ କି। ହେଲେ ମୋ ପାଖରେ ହେଲ୍ପର ଥିଲେ ମୁଁ ତାକୁ ଛାଡ଼ି ଦିଅନ୍ତୁ, ଧନ ମାର୍ଚିଂ କଲୁ। ଆଉ ମାର୍ଚିଂଟା କ'ଣ, ମାର୍ଚିଂଟା ଯିଏ କରୁଛି ଅପରେଟର ଭାଇମାନେ ଜାଣିଥିବେ। ମାଟି ରାସ୍ତାରେ ଭଲ ଚାଲିବ, ହେଲେ ଯେଉଁ କଂକ୍ରିଟ୍ ରାସ୍ତାରେ ଧକଚକ ହେଇ ଜୀବନ ହିଁ ପଳାଇବ। ତାପରେ ଚେନ୍ ଅବସ୍ଥା ବି ମଧ୍ୟ ରହିବନି। ମାର୍ଚିଂ ଯେତେ କଲେ ଚେନ୍ ଟ୍ରାକ୍ ମୋଟର ଉପରେ ପ୍ରେସର ପଡ଼ୁଛି ନା। ଆଉ କରିବା କ'ଣ, ମାନେ ବାଲି ଗୋଡ଼ି ଲୋଡ଼ ଦେଇ ପୁଣି ବ୍ୟାଗ୍ ଫିଲିଂ କରିବି। ଆଉ ଦେଖିବା କ'ଣ ହେଉଛି ଆଉ।